ଝାରସୁଗୁଡ଼ା ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ତଥା ଆଧ୍ୟାତ୍ମିକ କ୍ଷେତ୍ର କୋଇଲିଘୁଗର ଶାନ୍ତିକୁଟୀର ଆଶ୍ରମ ପରିବେଶରେ ଗତ 22 ମେ ଜ୍ୟେଷ୍ଠ କୃଷ୍ଣ ଦଶମୀଠାରୁ 23 ମେ ଜ୍ୟେଷ୍ଠ କୃଷ୍ଣ ଏକାଦଶୀ ପର୍ଯ୍ୟନ୍ତ 2 ଦିନ ଧରି ଭଗବାନ ସୋମସ୍ୱାମୀଙ୍କ 102ତମ ଜୟନ୍ତୀ ମହୋତ୍ସବ ଭକ୍ତିମୟ ପରିବେଶରେ ଆନନ୍ଦ ଉଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିବସ ଗୁରୁବାର ଦିନ ସକାଳେ ଶୈବପୀଠ ମହେଶ୍ୱରନାଥ ଘାଟରୁ ଶତାଧିକ ଶ୍ରଦ୍ଧାଳୁ ଘଟ ପୂଜା ପୂର୍ବକ ଶାନ୍ତିକୁଟୀର ମନ୍ଦିରକୁ କଳସ ଶୋଭାଯାତ୍ରା କରିଥିଲେ। ଭଗବାନ ସୋମସ୍ୱାମୀଙ୍କ ଷୋଡ଼ଶ ପୂଜାବିଧି ସମାପନ କରି ଶ୍ରୀମଦ୍ ଆତ୍ମଗୀତା ଜୀବନୀ ଗ୍ରନ୍ଥ ପଠନ ଓ ହବନ କରାଯାଇଥିଲା। ସନ୍ଧ୍ୟାରେ ଅନୁଷ୍ଠିତ ଭଜନ ସତ୍ସଙ୍ଗ କାର୍ଯ୍ୟକ୍ରମରେ ସାଧୁସନ୍ଥ ଓ ପ୍ରବଚକଗଣ ଶ୍ରୀ ଗୁରୁଦେବଙ୍କ ଲୀଳାମାଧୁର୍ଯ୍ୟ ଆଲୋଚନା କରିଥିଲେ। ଏହି ଅବସରରେ ଗୁରୁଦେବଙ୍କ ଜୀବନୀ ଗ୍ରନ୍ଥର ଦ୍ୱିତୀୟ ସଂସ୍କରଣ ଉନ୍ମୋଚନ କରାଯାଇଥିଲା। ବିଭିନ୍ନ ଅଞ୍ଚଳରୁ ଆସିଥିବା ବିଶିଷ୍ଟ କଳାକାରଗଣ ଭଜନ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସ ଶୁକ୍ରବାର ଦିନ ସକାଳେ ଝୁଲଣ ଉତ୍ସବ ଓ ଅପରାହ୍ନରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। ଆତ୍ମଧର୍ମ ମହାସଂଘର ସଭାପତି ଶ୍ରୀମାନ ପୂଜାରୀ ପ୍ରଧାନ ଛେରା ପହଁରା କରିଥିଲେ। ଭକ୍ତଗଣ ରଥାରୂଢ଼ ଭଗବାନ ସୋମସ୍ୱାମୀଙ୍କୁ ପଡ଼ୋଶୀ ଗ୍ରାମ ରୋହିଣ ସୁନ୍ଦରଗଡ଼ ଜିଲ୍ଲାକୁ ରଥ ଟାଣି ଟାଣି ନେଇଥିଲେ। ରୋହିଣୀ ଗ୍ରାମବାସୀ ଠାକୁରଙ୍କୁ ଭବ୍ୟ ସ୍ୱାଗତ କରି ଘରେ ଘରେ ପୂଜା ବନ୍ଦନା କରିଥିଲେ। ବରଝା ଓ ଝାରପଲମର ସମ୍ପ୍ରଦାୟ ମଣ୍ଡଳୀ ଓ ଅଇଲାଜୋରର ମହିଳା ସଂକୀର୍ତ୍ତନ ମଣ୍ଡଳୀ ଯାତ୍ରା ପରିବେଷଣ କରି ନଗର ପରିକ୍ରମା କରିଥିଲେ। ଭଗବାନ ସୋମସ୍ୱାମୀଙ୍କ ଏହି ଜୟନ୍ତୀ ମହୋତ୍ସବ ତଥା ରଥଯାତ୍ରା କାର୍ଯ୍ୟକ୍ରମରେ ଓଡ଼ିଶା ଓ ପଡ଼ୋଶୀ ଛତିଶଗଡ଼ର ଶ୍ରଦ୍ଧାଳୁଗଣ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିଥିଲେ। ସାଧୁମାନଙ୍କ ମଧ୍ୟରେ ପ୍ରେମାନନ୍ଦ ସ୍ୱାମୀ, ଆନନ୍ଦାନନ୍ଦ ସ୍ୱାମୀ, ପ୍ରଜ୍ଞାନନ୍ଦ ସ୍ୱାମୀ, ଯୋଗାନନ୍ଦ ସ୍ୱାମୀ, ସଚିଦାନନ୍ଦ ସ୍ୱାମୀ ପ୍ରମୁଖ ଯୋଗଦାନ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ସୁନ୍ଦରଗଡ଼ ସଦର ବିଧାୟକ ଶ୍ରୀ ଯୋଗେଶ କୁମାର ସିଂ ଓ ସ୍ଥାନୀୟ ଜନପ୍ରତିନିଧିଗଣ ଯୋଗଦାନ କରି ଉତ୍ସାହ ବର୍ଦ୍ଧନ କରିଥିଲେ। ବିଧାୟକ ମହୋଦୟ ଅନୁଷ୍ଠାନର ବିଭିନ୍ନ ବିକାଶ କାର୍ଯ୍ୟ ନିମନ୍ତେ ପ୍ରତିଶ୍ରୁତି ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ଆୟୋଜନରେ କୋଇଲିଘୁଗର ଶାନ୍ତିକୁଟୀର ପରିଚାଳନା କମିଟିର କର୍ମକର୍ତ୍ତାମାନଙ୍କ ମଧ୍ୟରେ ସମ୍ପତ୍ତି ପ୍ରଧାନ, ସନ୍ତୋଷ ପ୍ରଧାନ, ନେପାଳ ଭୋଇ, ଜନାର୍ଦ୍ଦନ ପ୍ରଧାନ, ଅଚ୍ୟୁତାନନ୍ଦ ପଣ୍ଡା, ଉଗ୍ରସେନ ଖମାରୀ, ଯୁଧିଷ୍ଠିର ମହାପାତ୍ର, ମୀନକେତନ ପ୍ରଧାନ, କ୍ଷୀରୋଦ ପ୍ରଧାନ, ସ୍ୱରୂପାନନ୍ଦ ମେହେର, ଭୈରବ ଭୋଇ, ବିଦ୍ୟାଧର ସେଠ, ସରୋଜ ସା, ଗୌରୀଶଙ୍କର ବିଶି, ଶଙ୍କୁଦଳ ମାଝୀ, ସରସ୍ୱତୀ ମିର୍ଦ୍ଧା ପ୍ରମୁଖ ସହଯୋଗ କରିଥିଲେ।